हाय सांगମାନେ ସମସ୍ତଙ୍କୁ ନମସ୍କାର ଆଣ୍ଡ ୱେଲକମ୍ ଟୁ ଶିବାସ୍ କୁକିଂ ଚ୍ୟାନେଲ୍। ଦେଖନ୍ତୁ ଆଜି ମୁଁ ବନେଇଛି କ୍ରିସ୍ପି କର୍ନ କିମ୍ବା ଆପଣ କହିପାରିବେ କର୍ନ ଚିଲି। ଦେଖନ୍ତୁ କେତେ ବଢ଼ିଆ କ୍ରିସ୍ପି ହେଇଛି। ମୁଁ ଆଜି ଆପଣଙ୍କୁ ସେୟାର କରିବି ପୁରା ଷ୍ଟେପ୍ ବାଇ ଷ୍ଟେପ୍ କେମିତି କର୍ନ ଚିଲି ପୁରା କ୍ରିସ୍ପି ହେବ ଆଉ ଖାଇବା ପାଇଁ ବହୁତ ବଢ଼ିଆ ଲାଗିବ। ତ ସେଥିପାଇଁ ମୁଁ ନେଇଛି ଏଇଠି 2ଟା ସୁଇଟ୍ କର୍ନ। ତାକୁ ଏବେ ବଏଲ୍ କରିବା। କଢ଼େଇରେ ପାଣି ଚଢ଼େଇ ଦେଇଛି। ପାଣି ଗରମ ହେଲା ପରେ ଟିକେ ଲୁଣ ଦେବା ଆଉ ତାକୁ 2 ମିନିଟ୍ ଛାଡ଼ିବା। ତାପରେ ନେକ୍ସଟ ଆମେ ଯେଉଁ ମିଠା ମକା ନେଇଥିଲୁ ସେଇଟା ପକାଇଦେବା। ତାକୁ ହାଇ ଫ୍ଲେମ୍ରେ 3 ମିନିଟ୍ ପର୍ଯ୍ୟନ୍ତ ବଏଲ୍ ହେବା ପାଇଁ ଛାଡ଼ିବା। ଦେଖନ୍ତୁ ହେଇନି, ଆଉ 2 ମିନିଟ୍ ତାକୁ ରଖିବା। ତାପରେ ଫ୍ଲେମ୍କୁ ବନ୍ଦ କରିକି ଛାଣି ନେବା ଗୋଟେ ଜାଗାରେ। ଦେଖନ୍ତୁ ମୁଁ ଏଠି ନେଇଛି ଟିକେ ଲୁଣ ଆଉ 1 ଚାମଚ ଅଦା ରସୁଣ ପେଷ୍ଟ। ମୁଁ ଛେଞ୍ଚା ନେଇଛି, ଆପଣ ପେଷ୍ଟ ପକାଇ ପାରିବେ। ତାପରେ ନେଇଛି 1 ଚାମଚର ମଇଦା। ତାପରେ ଆଉ 1 ଚାମଚ କର୍ଣ୍ଣଫ୍ଲୋର୍ ନେଇଛି। ତ ଏଇଟା ଆମେ ଫାଷ୍ଟ କୋଟିଂ କରିବା, ଯାହାଦ୍ୱାରା କି ଯେଉଁ ପାଣି ଚିଆ ଟିକେ ପାଣି ପାଣି ହେଇଥାଏ ଲାଗିଥାଏ କର୍ଣ୍ଣରେ ସେଇଟା ଶୁଖିଯିବ ବଢ଼ିଆ କି। ଦେଖନ୍ତୁ ତାକୁ 2 ମିନିଟ୍ ଛାଡ଼ିଲା ପରେ ନେକ୍ସଟ ଆମେ ଆଉ ଥରେ କର୍ଣ୍ଣଫ୍ଲୋର୍ ଦେବା। ମୁଁ ଏଠି 5 ଚାମଚ ଦେଇଛି କର୍ଣ୍ଣଫ୍ଲୋର୍। ତାକୁ ଏମିତି ହାଲକା ହାତରେ ଗୋଳେଇ ନେବେ। ଦେଖନ୍ତୁ ତ ତାକୁ ଢାଙ୍କିକି 2 ମିନିଟ୍ ଏବେ ରେଷ୍ଟ ରଖିଦେବା। ଆମେ ଯିବା ନେକ୍ସଟ ପ୍ରୋସେସ୍। ମୁଁ କଢ଼େଇରେ ତେଲ ନେଇଛି। ତେଲ ଗରମ ହେଇସାରିଲା ପରେ ରଖିଥିବା କର୍ଣ୍ଣକୁ ଦେଇଦେବା। ତାକୁ ହାଇ ଫ୍ଲେମ୍ରେ ଭାଜିବା 3 ମିନିଟ୍ ପର୍ଯ୍ୟନ୍ତ। ତାପରେ ମୁଁ ନେଇଛି ଏଠି 2 ଚାମଚ ତେଲ। ତେଲ ଗରମ ହେଇସାରିଲା ପରେ ମୁଁ ଜିଞ୍ଜର ଗାର୍ଲିକ୍ ପେଷ୍ଟ 1.5 ଚାମଚ ନେଇଛି। ତାକୁ ଟିକେ ହାଇ ଫ୍ଲେମ୍ରେ ଭାଜି ଦେଲା ପରେ ବେଶୀ ଭାଜିବେନି, 30 ସେକେଣ୍ଡରୁ 1 ମିନିଟ୍ ପର୍ଯ୍ୟନ୍ତ ଭାଜିବେ। ମୁଁ ଏଠି ନେଇଛି ଛୋଟ ଛୋଟ କାଟିଥିବା କ୍ୟାପ୍ସିକମ୍ଟା। ତାପରେ 1 ପିଆଜ ଛୋଟ ଛୋଟ କାଟି ନେଇଛି। 2 ମିନିଟ୍ ପର୍ଯ୍ୟନ୍ତ ଭାଜିବା ହାଇ ଫ୍ଲେମ୍ରେ। ତାପରେ ଫ୍ଲେମ୍ଟା ସ୍ଲୋ କରିଦେବା। ତାକୁ ମୁଁ ଦେଇଛି ଟିକେ ଲୁଣ। ତାପରେ ଅଧା ଚାମଚର ଭିନେଗାର ନେଇଛି। ତାପରେ ଅଧା ଚାମଚର ଡାର୍କ ସୋୟା ସସ୍ ନେଇଛି। ହାଫ ଚାମଚ ଚିଲି ପେଷ୍ଟ, 2 ଚାମଚ ଟମାଟୋ ସସ୍ ଦେଇଦେବା। ତାପରେ ହାଲକା ମିଡ଼ିୟମ୍ ଫ୍ଲେମ୍ରେ ତାକୁ ଭାଜିବା 1-2 ମିନିଟ୍ ପର୍ଯ୍ୟନ୍ତ। ତାପରେ 1 ଚାମଚ କର୍ଣ୍ଣଫ୍ଲୋର୍ ଆଉ 1 ଚାମଚ ପାଣିକୁ ଏମିତି ଗୋଳେଇ ଦେଇକି ସେଠି ପକାଇଦେବା, ଯାହାଦ୍ୱାରା କି କ୍ରିସ୍ପି କର୍ଣ୍ଣରେ ଭଲ କି କୋଟିଂ ହେବ ମସଲା ମାନେ। ଦେଖନ୍ତୁ ତାପରେ ଭାଜି ରଖିଥିବା କର୍ଣ୍ଣକୁ ଦେଇଦେବା। ଆପଣ ଏଠି ଚାହିଁଲେ ହ୍ୱାଇଟ୍ ପେପର୍ ପାଉଡ଼ର, ବ୍ଲାକ୍ ପେପର୍ ପାଉଡ଼ର, ଏରୋମେଟ୍ ପାଉଡ଼ର କିମ୍ବା ଚାଇନା ସଲ୍ଟ, ଯାହାକି ଜିନୋମୋଟୋ କହନ୍ତି, ଆପଣ ପକାଇ ପାରିବେ। ଯେହେତୁ ମୁଁ ଘରେ ବନାଉଛି ସେଥିପାଇଁ କିଛି ପକାଇନି। ଆପଣ କିଛି ନ ପକାଇଲେ ମଧ୍ୟ ଖାଇବା ପାଇଁ ବହୁତ ଟେଷ୍ଟ ଲାଗିବ, ଭଲ ଲାଗିବ। ଦେଖନ୍ତୁ କେମିତି ବଢ଼ିଆ ହେଇଛି। ତ ଭିଡ଼ିଓଟି ଭଲ ଲାଗିଲେ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିବେ। ଧନ୍ୟବାଦ।